ନୂଆ ବର୍ଷ ବା 1 ଜାନୁଆରୀ 2026 ଗୁରୁବାର ଦିନ ଆପଣଙ୍କ ମୁଖ୍ୟ ଦ୍ୱାରରେ କରିଦିଅନ୍ତୁ ଏହି ଦୁଇଟି କାମ। ଯଦି ଆପଣମାନେ କୌଣସି ଋଣ କରଜରେ ବୁଡ଼ି ଯାଇଛନ୍ତି କିମ୍ବା ଧନଜନିତ ସମସ୍ୟାରେ ଫସି ଯାଇଛନ୍ତି କିମ୍ବା ଆପଣଙ୍କୁ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିପାରୁନାହିଁ, ତେବେ ସମସ୍ତ କ୍ଷେତ୍ରରେ ଆପଣଙ୍କୁ ଶୁଭାଶୁଭ ଫଳ ମିଳିଯିବ। ତା ସହିତ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ଋଣ କରଜ ଶୁଝିଯିବ ଏବଂ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଯିବ। ଯେହେତୁ ଚଳିତ ବର୍ଷର ନବବର୍ଷଟି ଗୁରୁବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି, ତ ଏହା ଆପଣମାନଙ୍କ ନିମନ୍ତେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦକୁ ପ୍ରାପ୍ତ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ। ଯେଉଁମାନେ ନୂତନ କାର୍ଯ୍ୟଟିକୁ କରିବା ପାଇଁ ମନସ୍ଥ କରିଥିଲେ, ତେବେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦରୁ ଆପଣଙ୍କର ସେହି କାର୍ଯ୍ୟଟି ଶୁଭମଙ୍ଗଳ ହେବ। ଦର୍ଶକ ବନ୍ଧୁ, ଆପଣଙ୍କ ଘରର ଏରୁଣି ବନ୍ଧଟି ହେଉଛି ଲକ୍ଷ୍ମୀ ନାରାୟଣଙ୍କର ବାସସ୍ଥାନ ଏବଂ ଆପଣଙ୍କ ଘରକୁ ଈଶ୍ୱରଙ୍କର ଆଗମନ ମଧ୍ୟ ଆପଣଙ୍କ ମୁଖ୍ୟ ଦ୍ୱାର ବାଟେ ହିଁ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣଙ୍କ ମୁଖ୍ୟ ଦ୍ୱାରକୁ ମା ଲକ୍ଷ୍ମୀ ଏବଂ ଅଲକ୍ଷ୍ମୀ ପ୍ରତ୍ୟେକ ଦିନ ଆସିଥାନ୍ତି ଏବଂ ଆପଣଙ୍କ ମୁଖ୍ୟ ଦ୍ୱାର ସାମ୍ନାରେ ଛିଡ଼ା ହୋଇ ଆପଣମାନେ କରୁଥିବା ପ୍ରତ୍ୟେକ ଦିନର କାର୍ଯ୍ୟକଳାପକୁ ଲକ୍ଷ୍ୟ କରିଥାନ୍ତି। ଯେଉଁମାନେ ଏହିସବୁ ଭୁଲ କରୁଥାନ୍ତି, ତେବେ ସେମାନଙ୍କ ଘରୁ ମା ଲକ୍ଷ୍ମୀ ସବୁଦିନ ପାଇଁ ଛାଡ଼ିକରି ଚାଲିଯାଆନ୍ତି। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ଆମେମାନେ ଯେଉଁଭଳି ଭାବରେ କର୍ମ କରିବା, ଭଗବାନ ସେହି କର୍ମ ଅନୁସାରେ ଆମକୁ କର୍ମର ଫଳ ଦେବେ। ଯଦି ଆପଣମାନେ ପର ନିନ୍ଦା, ପର ଚର୍ଚ୍ଚା କିମ୍ବା ପରର ଅମଙ୍ଗଳ ଚିନ୍ତା କରୁଛନ୍ତି, ତେବେ ଆପଣମାନଙ୍କ ଉପରେ ମା ଲକ୍ଷ୍ମୀ କେବେ ହେଲେ ବି ପ୍ରସନ୍ନ ହେବେ ନାହିଁ। ତା ସହିତ ଆପଣଙ୍କ ଘରେ ମଧ୍ୟ ମା ଲକ୍ଷ୍ମୀ ବାସ କରିବେ ନାହିଁ। ସେଥିପାଇଁ ଆପଣମାନେ କେବେ ହେଲେ ବି ଅନ୍ୟମାନଙ୍କର ଅମଙ୍ଗଳ ଚିନ୍ତା କରିବେ ନାହିଁ। ଯେମିତିକି ଆପଣଙ୍କ ପାଇଁ କେହି ଗାତ ଖୋଳିଲେ ସେହି ଗାତରେ ସେ ନିଜେ ହିଁ ପଡ଼ିଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣମାନେ ଏପରି କର୍ମ କଲେ ମା ଲକ୍ଷ୍ମୀ କେବେ ହେଲେ ବି ଆପଣଙ୍କ ଉପରେ ପ୍ରସନ୍ନ ହେବେ ନାହିଁ କିମ୍ବା ଆପଣଙ୍କ ଉପରେ ଈଶ୍ୱରଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହେବ ନାହିଁ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ଯେଉଁ ଉପାୟ ବତାଇବି, ତାହାକୁ ଆପଣମାନେ 1 ଜାନୁଆରୀ 2026 ଗୁରୁବାର ଦିନ ଥରେ ମାତ୍ର ନିଜ ମୁଖ୍ୟ ଦ୍ୱାରରେ ପରୀକ୍ଷା କରି ଦେଖିବେ। ଦର୍ଶକ ବନ୍ଧୁ, ଚଳିତ ବର୍ଷର ଇଂରାଜୀ ନବବର୍ଷଟି ଗୁରୁବାର ଦିନ ପଡ଼ିବା ପାଇଁ ଯାଉଛି, ଯାହାକି ଆପଣମାନଙ୍କ ନିମନ୍ତେ ସୁବର୍ଣ୍ଣ ସୁଯୋଗ ଅଟେ ଏବଂ ଏହି ମହାସଂଯୋଗରେ ଅନେକ ପ୍ରକାରର ଶୁଭ ଯୋଗର ସଂଗଠନ ହେବାକୁ ଯାଉଛି, ଯାହାକି ଏହାକୁ କରିବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦକୁ ଆପଣମାନେ ଏକା ସାଥିରେ ପ୍ରାପ୍ତ କରିପାରିବେ। ଯେମିତିକି ଆପଣମାନେ ଜାଣିଛନ୍ତି, ଗୁରୁବାର ଦିନଟିକୁ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟର ବାର ବୋଲି ମାନାଯାଇଥାଏ ଏବଂ ଇଂରାଜୀ ନବବର୍ଷଟି ଜାନୁଆରୀ 1 ତାରିଖ ଗୁରୁବାର ଦିନ ପଡ଼ୁଥିବା କାରଣରୁ ମା ଲକ୍ଷ୍ମୀଙ୍କୁ ମଧ୍ୟ ପ୍ରସନ୍ନ କରାଇବା ବହୁତ ସହଜ ଅଟେ। ଯଦି ଆପଣମାନେ କୌଣସି ନୂତନ କାର୍ଯ୍ୟଟିକୁ କରିବା ପାଇଁ ମନସ୍ଥ କରିଥିଲେ, ତେବେ ଆପଣମାନେ ନିଶ୍ଚିତ ଭାବରେ 1 ଜାନୁଆରୀ 2026 ଗୁରୁବାର ଦିନଠାରୁ ସେହି କାର୍ଯ୍ୟଟିକୁ କରିବା ଆରମ୍ଭ କରିଦିଅନ୍ତୁ। ଦେଖିବେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦରୁ ଆପଣଙ୍କର ସେହି କାର୍ଯ୍ୟଟି ଶୁଭମଙ୍ଗଳ ହେବ। ଯେଉଁମାନେ ପୂର୍ବରୁ କୌଣସି କାର୍ଯ୍ୟଟିକୁ କରିବା ସମୟରେ ସେଥିରେ ଆପଣଙ୍କୁ ଅସଫଳତାର ସାମ୍ନା କରିବାକୁ ପଡ଼ୁଥିଲା, ତେବେ ଆପଣମାନେ ଏହି ଉପାୟଟିକୁ କରିନେବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯେହେତୁ ଗୁରୁବାର ଦିନଟି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟର ବାର ହୋଇଥାଏ, ତେବେ ଆପଣମାନେ ପବିତ୍ର ଇଂରାଜୀ ନବବର୍ଷରେ ଯେଉଁ ବି କାର୍ଯ୍ୟଟିକୁ ଥରେ ମାତ୍ର କରିଦେବେ, ତେବେ ସେଥିରୁ ଆପଣଙ୍କୁ ଅନେକ ଗୁଡ଼ିଏ ଶୁଭାଶୁଭ ଫଳ ପ୍ରାପ୍ତି ହେବ। ଦର୍ଶକ ବନ୍ଧୁ, ଯଦି ଆପଣଙ୍କର ଏହି ଉପାୟଟି କରିନେବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣ ପ୍ରସନ୍ନ ହୋଇଯାଆନ୍ତି, ତେବେ ଆପଣଙ୍କ ଜୀବନରେ ଯାହା ବି କିଛି ଧନଜନିତ ସମସ୍ୟା, କଷ୍ଟ, ଯନ୍ତ୍ରଣା ଭୋଗ କରୁଛନ୍ତି, ତେବେ ମା ଲକ୍ଷ୍ମୀ ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତ ଜିନିଷକୁ ଆପଣଙ୍କ ଠାରୁ ଦୂର କରିଦେବେ ଏବଂ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଦେବେ।
दर्शक बंधु जदि आपण माने इंग्राजी नववर्ष जहाँकि 1 जानुआरी 2026 गुरुवार दिन आपणक मुख्य द्वार यही कार्यटी को करदेउचंती तेबे माँ लक्ष्मी एवं नारायण आशीर्वाद आपणक उपरे रहिबा सहित आपण माने मध्य निज जीवन में उन्नति करिपारिबे। जेउ भी क्षेत्र में आपण हाथ देबे सेथिरे आपणक सफलतार प्राप्ति हेबो एवं माँ लक्ष्मी स्थिरवास आपणक घरे सदासर्वदा रहिबो। दर्शक बंधु जेहेतु नववर्षटी गुरुवार दिन पड़िबा पई जाउची तेबे आपण माने उपायटी को करिनेबा द्वारा आपणक जीवनर समस्त बाधाविघ्न दूर हेबा सहित माँ लक्ष्मी मध्य आपणक उपरे प्रसन्न होई जिबे। दर्शक बंधु आपण माने जेतेबेले भी माँ लक्ष्मी पूजा करुचंती किंबा माँ लक्ष्मी को प्रसन्न कराइबा पई चेष्टा करुचंती तेबे माँ लक्ष्मी सहित नारायणकर मध्य पूजा करंतो एवं लक्ष्मी नारायणकर एका साथी फटोटी को ही पूजा करंतो। कहीं जदि आपण माने भी माँ लक्ष्मी सहित नारायण को मध्य प्रसन्न कराई देबे तेबे आपणक परिवार उपरे लक्ष्मी नारायणकर आशीर्वाद बनी रहिबो एवं ता सहित आपणक घरे केबे हेले भी धनजनित समस्या देखादेव नाही। दर्शक बंधु जेमिति कि आपण माने जानिछंती माँ लक्ष्मी को परिष्कार परिच्छन्न जगाटा ही बहुत पसंद होई थाए सेथिपाई आपण माने निज घरर चतुर्पार्श्व को सफासुतरा रखिबा सहित आपणक मन को मध्य पवित्र रखिबे। जदि आपण मानक द्वारा संभव हेउची तेबे इंग्राजी नववर्ष बा 1 जानुआरी 2026 गुरुवार दिन कौनसी गरीब गुरुबा किंबा असहाय व्यक्ति मानक किछि खाद्य दान करंतो नचेत आपणक सक्षम अनुसार किछि साहाय्य करंतो जहाद्वारा माँ लक्ष्मी आपणक पूजारे प्रसन्न होई जिबे एवं आपणक जीवनर धनजनित समस्या को खूब शीघ्र दूर करिदेबे। आज्ञा हाँ दर्शक बंधु आपण माने कहा पछरे दौड़ुचंती आपणकर मूल्यवान समय को टंका पछरे ही नष्ट करि देउचंती। जदि आपण माने सेही समय को ईश्वरंकर भक्ति एवं सठिक दिगरे लगाई देबे तेबे आपणक उपरे भगवानंकर आशीर्वाद सदासर्वदा बजाय रहिबो। ता सहित आपणक जीवन रे केबे हेले भी दुख कष्ट को देखिबा पई पाइबे नाही। सेथिपाई आपण माने एही भिडियोटी को संपूर्ण शेष पर्यंत देखंतो एवं आपण माने इंग्राजी नववर्ष बा 1 जानुआरी 2026 गुरुवार दिन आपणक मुख्य द्वार रे से उपायटी को करिबा पई चेष्टा करंतो। दर्शक बंधु मु आपण मानको जे उपाय बताइबी सेथिरे आपणकर टंकाटे मध्य खर्च हेबो नाही बरं जदि आपण माने से उपायटी को करदेउचंती तेबे आपणक जीवन को धन आसीबार समस्त मार्ग खोली जिवो। ता सहित 1 मास मध्यरे आपणकर समस्त ऋण करज सुझी जिवो। ता सहित आपण माने जेउ भी क्षेत्र रे हाथ देबे सेथिरु आपणको अत्यंत शुभ शुभ फल प्राप्ति हेबो। आपण मानक मनरे प्रश्न आसुथिबो जे एमिति मुख्य द्वार रे कौन करिबा द्वारा आम घर को केबे हेले भी धनजनित समस्या प्रवेश करि परिबो नाही। सेही समस्त विषय रे मु आपण मानक भिडियो रा आगरे बताइबा पई जाउची। एहा पूर्वर जदि आपण माने भिडियोटी को ए पर्यंत लाइक करि नाहंती भिडियोटी को लाइक करी कमेंट बॉक्स रे जय माँ लक्ष्मी जय जगन्नाथ अवश्य लिखि दियंतो एवं चैनल टी रे नुआ थिले चैनल टी को सब्सक्राइब करि दियंतो। दर्शक बंधु आमर सनातन धर्म रे गुरुवार बहुत अधिक महत्व रही अछि जेहेतु चलित वर्ष 2026 मसीहार आरंभ गुरुवार दिन ठारो हेबा पई जाउची तेबे आपण माने मध्य माँ लक्ष्मी एवं नारायण का आशीर्वाद को प्राप्त करि परिबे। जदि 1 जानुआरी 2026 गुरुवार दिन निज मुख्य द्वार रे एही उपायटी को करदेउचंती तेबे आपणकर भाग्य राताराती परिवर्तन होई जिवो। एहाको करिबा द्वारा जेउ माने तांका चाकरी क्षेत्र रे प्रयास करुथिले तेबे सेमानक तांका मन मुताबक चाकरीटीए प्राप्त होई पारे। ता सहित एही उपायटी करिबा द्वारा माँ लक्ष्मी एवं नारायण आपणक उपरे प्रसन्न होई जांती। दर्शक बंधु जदि पूर्वर आपण माने कौनसी कार्यटी को करिबा द्वारा सेथिरु आपणको असफलतार सामना करिबा पई पडुथिला
ତେବେ ଆପଣମାନେ ଇଂରାଜୀ ନବବର୍ଷ ଠାରୁ ସେହି କାର୍ଯ୍ୟଟିକୁ କରିବା ଆରମ୍ଭ କରିଦିଅନ୍ତୁ। ଦେଖିବେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦ ସଦାସର୍ବଦା ବର୍ଷା ହେବ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ପବିତ୍ର ଦିନଟିରେ କିଛିଟା ଉପାୟକୁ କରିନେଉଛନ୍ତି, ତେବେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ସଦାସର୍ବଦା ରହିବ। ଯେଉଁମାନେ ବି ଏହି ଭିଡିଓଟିକୁ ଦେଖୁଛନ୍ତି ଏବଂ ଆପଣମାନେ ମଧ୍ୟ ଆପଣଙ୍କ ଜୀବନର ଦୁଃଖ ଦାରିଦ୍ର୍ୟତାକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତେବେ 1 ଜାନୁଆରୀ 2026 ଗୁରୁବାର ଦିନ ଆପଣଙ୍କ ମୁଖ୍ୟ ଦ୍ୱାରରେ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। କାହିଁକି ନା ଏହି ଉପାୟଟି କରିବା ଦ୍ୱାରା ଯଦି ମା ଲକ୍ଷ୍ମୀ ଏବଂ ନାରାୟଣ ପ୍ରସନ୍ନ ହୋଇଯାଆନ୍ତି, ତେବେ ଆପଣମାନେ ସମସ୍ତ କ୍ଷେତ୍ରରେ ଉନ୍ନତି କରିବେ। କାହିଁକି ନା ଯେଉଁ ଉପାୟଟି ମୁଁ ଆପଣମାନଙ୍କୁ ବତାଇବା ପାଇଁ ଯାଉଛି, ସେଥିରେ ଆପଣଙ୍କର ଟଙ୍କାଟେ ମଧ୍ୟ ଖର୍ଚ୍ଚ ହେବ ନାହିଁ। କିନ୍ତୁ ଯଦି ଆପଣମାନେ ସଠିକ୍ ବିଧିବିଧାନରେ ସେହି ଉପାୟଟିକୁ କରିଦେଉଛନ୍ତି, ତେବେ ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ତା ସହିତ ଯେଉଁମାନେ ବି ଧନଜନିତ ସମସ୍ୟାରେ ଫସି ଯାଇଛନ୍ତି କିମ୍ବା ଋଣ କରଜରେ ବୁଡ଼ି ଯାଇଛନ୍ତି, ତେବେ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ଋଣ କରଜ ସୁଝିଯିବା ସହିତ ମା ଲକ୍ଷ୍ମୀଙ୍କର ସ୍ଥିର ବାସ ଆପଣଙ୍କ ଘରେ ସଦାସର୍ବଦା ହେବ। ସେଥିପାଇଁ ଆପଣମାନେ ଇଂରାଜୀ ନବବର୍ଷ ବା 1 ଜାନୁଆରୀ 2026 ଗୁରୁବାର ଦିନଟିକୁ ଏପରି ହିଁ ହାତଛଡ଼ା କରନ୍ତୁ ନାହିଁ। ଆପଣମାନେ କେବଳ ସେହି ଗୋଟିଏ ଜିନିଷଟିକୁ ଆପଣଙ୍କ ମୁଖ୍ୟ ଦ୍ୱାରରେ ଟାଙ୍ଗି ଦେବାର ଅଛି, ଯାହାକୁ କରିନେବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ଦର୍ଶକ ବନ୍ଧୁ, ଆପଣମାନେ କୌଣସି କାଗଜରେ ହେଉ, ଫଟୋରେ ହେଉ କିମ୍ବା ରଙ୍ଗରେ ହେଉ, ଆପଣମାନେ ଶଙ୍ଖ ଚକ୍ର ଏବଂ ଗଦା ପଦ୍ମର ଗୋଟିଏ ଗୋଟିଏ ଫଟୋକୁ ଅଙ୍କନ କରିବେ। ଯଦି ଆପଣମାନେ କୌଣସି ଶଙ୍ଖ ଚକ୍ର କିମ୍ବା ଗଦା ପଦ୍ମର ଫଟୋକୁ ଆଣି ଟଙ୍ଗାଇ ପାରିବେ, ତେବେ ଭଲ କଥା। ଦର୍ଶକ ବନ୍ଧୁ, ଯଦି ଆପଣମାନେ ସେହି ଫଟୋଟିକୁ ପାଇପାରୁନାହାନ୍ତି, ତେବେ ଆପଣଙ୍କ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଶଙ୍ଖ ଚକ୍ର ଏବଂ ଗଦା ପଦ୍ମର ଗୋଟିଏ ଗୋଟିଏ ଝୋଟିକୁ ଅଙ୍କନ କରିଦେବେ। ଯଦି ଆପଣମାନେ ଏହାକୁ ପ୍ରତିଦିନ କରିବେ, ତେବେ ଏହା ତ ଆହୁରି ଭଲ। କିନ୍ତୁ ବ୍ୟସ୍ତବହୁଳ ସମୟ ମଧ୍ୟରେ ଯଦି ଆପଣମାନଙ୍କୁ ପ୍ରତ୍ୟେକ ଦିନ କରିବା ସମ୍ଭବ ହେଉନାହିଁ, ତେବେ ଆପଣମାନେ ପବିତ୍ର ଇଂରାଜୀ ନବବର୍ଷ, ଯାହାକି 1 ଜାନୁଆରୀ 2026 ମସିହା ଗୁରୁବାର ଦିନ ଏହାକୁ କରିପାରିବେ। ଦେଖିବେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ କାର୍ଯ୍ୟ ଶୁଭମଙ୍ଗଳ ହେବ। ଦର୍ଶକ ବନ୍ଧୁ, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନୂତନ ଘରଟିକୁ ନିର୍ମାଣ କରିବା ସମୟରେ ଏହାର ପ୍ରୟୋଗ କରିଥାନ୍ତି। କାହିଁକି ନା ସେମାନେ ମଧ୍ୟ ଜାଣିଛନ୍ତି ଶଙ୍ଖ ଚକ୍ର ଏବଂ ଗଦା ପଦ୍ମର ଝୋଟିଟିକୁ ଅଙ୍କନ କରିବା ଦ୍ୱାରା ଆପଣଙ୍କ ଉପରେ ଶ୍ରୀ ନାରାୟଣଙ୍କର ଆଶୀର୍ବାଦ ସଦାସର୍ବଦା ବନି ରହିଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣଙ୍କ ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦ ରହିଯିବା ଦ୍ୱାରା ଆପଣଙ୍କ ଜୀବନରେ କେବେ ହେଲେ ବି ଦୁଃଖ ଦାରିଦ୍ର୍ୟତା ପ୍ରବେଶ କରିପାରିବ ନାହିଁ। ଯଦି ଆପଣଙ୍କ ଘରେ ମନ ମତାନ୍ତର କିମ୍ବା କଳି ଝଗଡ଼ା ଲାଗି ରହୁଥିଲା, ତେବେ ଉପାୟଟି କରିନେବା ପରେ ସମସ୍ତ ଅସୁବିଧା ଆପଣଙ୍କର ଦୂର ହୋଇଯିବ। ଆପଣମାନେ ଦେଖିଥିବେ, ଯେଉଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଶଙ୍ଖ ଚକ୍ର କିମ୍ବା ଗଦା ପଦ୍ମର ଝୋଟି କିମ୍ବା ରଙ୍ଗୋଲି ପଡ଼ିଥାଏ, ତେବେ ସେହି ଘରେ କେବେ ହେଲେ ବି ଧନର ଅଭାବ ହୋଇନଥାଏ। ତା ସହିତ ଯଦି ଆପଣମାନେ କୌଣସି ନୂତନ କାର୍ଯ୍ୟଟିକୁ ଯିବା ସମୟରେ ସେହି ଜିନିଷଟିର ଦର୍ଶନ ମଧ୍ୟ କରିନେଉଛନ୍ତି, ତେବେ ଆପଣଙ୍କର ସେହି କାର୍ଯ୍ୟଟି ଶୁଭମଙ୍ଗଳ ହୋଇଥାଏ। ସେଥିପାଇଁ ଯେଉଁମାନେ ବି ଏହି ଭିଡିଓଟିକୁ ଦେଖୁଛନ୍ତି, ତେବେ ଆପଣମାନେ ପବିତ୍ର ନବବର୍ଷରେ ଏହି ଉପାୟଟିକୁ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। କାହିଁକି ନା ଏପରି ସୁଯୋଗ ଆପଣମାନଙ୍କୁ ବାରମ୍ବାର ମିଳିବ ନାହିଁ। ଦର୍ଶକ ବନ୍ଧୁ, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରିନେବା ପରେ ବି ସେମାନଙ୍କୁ ତାଙ୍କ ପରିଶ୍ରମର ମୂଲ୍ୟ ମିଳିପାରୁନାହିଁ, ଯାହାଦ୍ୱାରା ସେମାନେ ଅନେକ ଗୁଡ଼ିଏ ସମସ୍ୟାରେ ଫସି ରହିବା ସହିତ ସେମାନଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଦୁଃଖ କଷ୍ଟରେ ନିଜ ଜୀବନଟିକୁ ଅତିବାହିତ କରିଥାନ୍ତି। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡିଓର ଆଗରେ ଗୋଟିଏ ବିଶେଷ ଉପାୟ ବିଷୟରେ ବତାଇବା ପାଇଁ ଯାଉଛି। ସେଥିପାଇଁ ଯେଉଁମାନେ ବି ଏହି ଭିଡିଓଟିକୁ ଏ ପର୍ଯ୍ୟନ୍ତ ଦେଖୁଛନ୍ତି, ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ।
ଭିଡିଓର ଶେଷରେ ମୁଁ ଆପଣମାନଙ୍କ ଧନ ପ୍ରାପ୍ତିର ବିଶେଷ ଉପାୟଟିଏ କହିବା ପାଇଁ ଯାଉଛି, ଯାହାକୁ କରିନେବା ଦ୍ୱାରା ଆପଣଙ୍କ ଜୀବନରେ କେବେ ହେଲେ ବି ଧନଜନିତ ସମସ୍ୟା ପ୍ରବେଶ କରିପାରିବ ନାହିଁ। ଦର୍ଶକ ବନ୍ଧୁ, ଆପଣମାନେ ପବିତ୍ର ନବବର୍ଷରେ ଆପଣଙ୍କ ଘରର 3ଟି ଜାଗାରେ 3ଟି ଦୀପକୁ ନିଶ୍ଚିତ ପ୍ରଜ୍ୱଳନ କରିବେ, ଯାହାଦ୍ୱାରା ଆପଣଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ସଦାସର୍ବଦା ବନି ରହିବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ବିଶେଷ ଦିନମାନଙ୍କରେ କିଛିଟା ଉପାୟକୁ କରିନେଉଛନ୍ତି, ତେବେ ଆପଣମାନେ ଧନଧାନ୍ୟରେ ପରିପୂର୍ଣ୍ଣ ହେବା ସହିତ ଆପଣଙ୍କର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇଯିବ। ତେବେ ସବୁଠୁ ପ୍ରଥମ ଜାଗାଟି ହେଉଛି ଆପଣଙ୍କ ଘରର ତୁଳସୀ ଚଉରା। ଆପଣମାନେ 1 ଜାନୁଆରୀ ଗୁରୁବାର ଦିନ ତୁଳସୀ ଗଛ ମୂଳରେ ଗୋଟିଏ ଘିଅର ଦୀପକୁ ପ୍ରଜ୍ୱଳନ କରିବେ ଏବଂ ସେହି ଦୀପଟିକୁ ପ୍ରଜ୍ୱଳନ କରିବା ସମୟରେ ଆପଣଙ୍କ ମନରେ ଯାହାବି କିଛି ମନସ୍କାମନା ରହିଅଛି ତାହାକୁ ମା ବୃନ୍ଦାବତୀଙ୍କ ନିକଟରେ ଜଣାଇଦେବେ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି। ଦର୍ଶକ ବନ୍ଧୁ, ଦ୍ୱିତୀୟ ଜାଗାଟି ହେଉଛି ଆପଣଙ୍କ ଘରର ମୁଖ୍ୟ ଦ୍ୱାର, ଯାହାକି ଈଶ୍ୱରଙ୍କର ଆଗମନ ଆପଣଙ୍କ ମୁଖ୍ୟ ଦ୍ୱାର ବାଟେ ହିଁ ହୋଇଥାଏ। ସେଥିପାଇଁ ଆପଣମାନେ ବର୍ଷର ଆରମ୍ଭରୁ ଆପଣଙ୍କ ମୁଖ୍ୟ ଦ୍ୱାରରେ ଗୋଟିଏ ଘିଅର ଦୀପକୁ ପ୍ରଜ୍ୱଳନ କରିବେ, ଯାହାଦ୍ୱାରା ମା ଲକ୍ଷ୍ମୀଙ୍କର ଆଗମନ ଆପଣଙ୍କ ଘରକୁ ନିଶ୍ଚିତ ହେବ। ଦର୍ଶକ ବନ୍ଧୁ, ତୃତୀୟ ଜାଗାଟି ହେଉଛି ଆପଣଙ୍କ ଘରର ଠାକୁର ଘର ଏବଂ ଠାକୁର ଘରେ ଯେଉଁ ଦୀପଟିକୁ ଆପଣମାନେ ପ୍ରଜ୍ୱଳନ କରିବେ, ତେବେ ସେହି ଦୀପର ମୁଖଟିକୁ ଉତ୍ତର ଦିଗକୁ ରଖି ପ୍ରଜ୍ୱଳନ କରିବେ। ଦର୍ଶକ ବନ୍ଧୁ, ଯେମିତିକି ମୁଁ ଆପଣମାନଙ୍କୁ ଭିଡିଓର ଆଗରେ ବତାଇଥିଲି ଯେ ଧନ ପ୍ରାପ୍ତିର ବିଶେଷ ଉପାୟଟିଏ ବତାଇ ରଖିବି, ତେବେ ସେହି ଉପାୟଟି ହେଉଛି ଆପଣମାନେ ନବବର୍ଷ ଦିନ ମା ଲକ୍ଷ୍ମୀଙ୍କ ନିକଟରେ ଗୋଟିଏ ପଦ୍ମ ଫୁଲକୁ ଅର୍ପଣ କରିବେ। କାହିଁକି ନା ଯେମିତିକି ଆପଣମାନେ ଜାଣିଛନ୍ତି, ପଦ୍ମ ଫୁଲ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ଚଳିତ ବର୍ଷର ନବବର୍ଷଟି ଗୁରୁବାର ଦିନ ପଡୁଥିବା ହେତୁ ଆପଣମାନେ ଏହି ଉପାୟଟି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଏହି ଭିଡିଓଟି ଭଲ ଲାଗିଥାଏ, ତେବେ ଭିଡିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।